ଗୋଟିଏ ସମୟର କଥା। ରଘୁ ନାମ ଜଣେ ଗରିବ ପିଲା ଛୋଟ ଗାଁରେ ରହୁଥିଲା। ରଘୁର ବାପା ଭାରି ଗରିବ। ସେମାନେ ଚାଷ କରି ଚଳୁଥିଲେ। ଘରର ଅବସ୍ଥା ବହୁତ ଭଲ ନଥିଲା। ଏମିତି ହିଁ ସେମାନେ ଦିନ କାଟୁଥିଲେ। ରଘୁ ବହୁତ ସରଳ ଓ ଭଲ ମନର ଛୁଆ ଥିଲା। ସେ ସବୁବେଳେ ଭାବୁଥିଲା, ମଣିଷ ଯଦି ଭଲ କର୍ମ କରେ ତେବେ ଭଗବାନ ଦିନେ ନା ଦିନେ ନିଶ୍ଚୟ ଫଳ ଦେବେ। ରଘୁ ପ୍ରତିଦିନ ସକାଳେ ସେ ଉଠି ପ୍ରଥମେ ମନ୍ଦିରକୁ ଯାଇ ଭଗବାନଙ୍କୁ ପ୍ରଣାମ କରେ। ପରେ ବାପା ମାଙ୍କ ସହିତ ବିଲକୁ ଯାଇ କାମ କରେ। ଗାଁ ଲୋକମାନେ ଦେଖି ତାଙ୍କୁ ହସିବାକୁ ଲାଗନ୍ତି। ସେମାନେ କୁହନ୍ତି, ରଘୁ, ତୁ ଏତେ ଭଲ କାମ କରୁଛୁ, କିନ୍ତୁ ତୋର ଭାଗ୍ୟ କେବେ ବି ବଦଳୁନି। ଏହି କଥା ଶୁଣି ରଘୁ ହସି ଦେଇ କହିଲା, ଭାଗ୍ୟ ଦିନେ ନା ଦିନେ ବଦଳିବ। ଭଲ କର୍ମ କଲେ କେବେ ବି ବ୍ୟର୍ଥ ଯାଏ ନାହିଁ। ଗୋଟିଏ ଦିନ ସକାଳେ ରଘୁ ଜଙ୍ଗଲ ପାଖକୁ ଯାଇଥିଲା। ହଠାତ୍ ରଘୁ ଦେଖିଲା ଜଣେ ବୁଢ଼ା ଲୋକ ରାସ୍ତା ପାଖରେ ପଡ଼ି ରହିଛନ୍ତି। ଭୋକ ଏବଂ ଶୋଷରେ ଆଉଟୁ ପାଉଟୁ ହେଉଛନ୍ତି। ରଘୁ ସଙ୍ଗେ ସଙ୍ଗେ ନିଜ ଥଳିରୁ ଚୁଡ଼ା ଓ ଗୁଡ଼ ଖାଦ୍ୟ ଓ ପାଣି ଦେଲା। ବୁଢ଼ା ଲୋକଟି ଖାଇସାରି ଖୁସି ହୋଇଗଲେ। ବୁଢ଼ା ଲୋକଟି କହିଲେ, ପୁଅ, ତୁ ବହୁତ ଭଲ ମନର ପିଲା। ତୋର ଏହି ଭଲ କର୍ମ ଦିନେ ତୋର ଭାଗ୍ୟକୁ ବଦଳାଇ ଦେବ। ରଘୁ ଏହି କଥା ଶୁଣି ହସିଲା। ସେ କହିଲା, ମଣିଷକୁ ସାହାଯ୍ୟ କରିବା ମୋର କର୍ତ୍ତବ୍ୟ। ଏହି କଥା କହି ରଘୁ ଘରକୁ ଯାଉଥିବା ସମୟରେ ହଠାତ୍ ରଘୁ ରାସ୍ତାରେ ଦେଖିଲା ଏକ ପୁରୁଣା ସିନ୍ଦୁକ ପଡ଼ିଛି। ରଘୁ ଆଶ୍ଚର୍ଯ୍ୟ ହୋଇଗଲା। ରଘୁ ସିନ୍ଦୁକଟି ଖୋଲି ଦେଖିଲା ଭିତରେ ଅଛି ପୁରୁଣା ମୁଦ୍ରା ଓ ରତ୍ନ। ରଘୁ ଚିନ୍ତା କଲା, ଏହା ମୋର ନୁହେଁ। ମୁଁ ଏହି ସିନ୍ଦୁକକୁ ରାଜାଙ୍କ ପାଖକୁ ଦେଇଦେବି। ପରଦିନ ସକାଳେ ରଘୁ ରାଜମହଲକୁ ଯାଇ ସିନ୍ଦୁକଟିକୁ ରାଜାଙ୍କୁ ଦେଲା। ରାଜା ବହୁତ ଖୁସି ହୋଇ କହିଲେ, ରଘୁ, ତୁ ଗରିବ ହେଲେ ମଧ୍ୟ ତୋର ମନ ରାଜା ଭଳି। ଏହି ସତ୍ୟ ଓ ଭଲ କର୍ମ ପାଇଁ ମୁଁ ତୋତେ ପୁରସ୍କାର ଦେବି। ରାଜା ସଙ୍ଗେ ସଙ୍ଗେ ରଘୁକୁ ନୂଆ ଘର, ଜମି ଏବଂ କାମ ଦେଲେ। ଗାଁ ଲୋକ ଯେତେବେଳେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କହିଲେ, ସତରେ ଭଲ କର୍ମ କଲେ ଭାଗ୍ୟ ଦିନେ ନା ଦିନେ ବଦଳିଯାଏ। ରଘୁ ହସି ଦେଇ କହିଲା, ଭାଗ୍ୟ ଆମ କର୍ମରେ ଲୁଚିଥାଏ। ସେହି ଦିନଠୁ ରଘୁ ଆହୁରି ଅଧିକ କାମ କରିବାକୁ ଲାଗିଲା। ରଘୁ ଓ ତାଙ୍କର ବାପା ମାଙ୍କ ଜୀବନ ଆସ୍ତେ ଆସ୍ତେ ଭଲ ହେବାକୁ ଲାଗିଲା। ଗାଁର ଲୋକମାନେ ମଧ୍ୟ ରଘୁକୁ ସମ୍ମାନ କରିବାକୁ ଲାଗିଲେ। କିନ୍ତୁ ରଘୁ କେବେ ବି ନିଜକୁ ଗର୍ବ କରୁନଥିଲା। ସେ ପୂର୍ବ ଭଳି ସରଳ ଓ ଦୟାଳୁ ରହିଲା। ରଘୁକୁ ଯେଉଁ ଗରିବ ଲୋକ ମିଳୁଥିଲେ ସେମାନଙ୍କୁ ସାହାଯ୍ୟ କରୁଥିଲେ। ଗୋଟିଏ ଦିନ ରାଜା ଘୋଷଣା କଲେ ଯେ ରାଜ୍ୟରେ ଏକ ବଡ଼ ସମସ୍ୟା ଆସିଛି। ଆମର ରାଜ୍ୟର ନଦୀ ଶୁଖିଯାଉଛି। ଯଦି ଏହାର ସମାଧାନ କେହି କରିପାରିବ ତାଙ୍କୁ ମୁଁ ବଡ଼ ପୁରସ୍କାର ଦେବି। ଏହି କଥା ଶୁଣି ଯେତେକ ମନ୍ତ୍ରୀ ଆଉ ଲୋକମାନେ ଥିଲେ ସମସ୍ତେ ଚେଷ୍ଟା କଲେ, କିନ୍ତୁ କାହାର ସମାଧାନ ମିଳିଲା ନାହିଁ। ସେହି ସମୟରେ ରଘୁ ଭାବିଲା, ମୁଁ ଥରେ ଚେଷ୍ଟା କରି ଦେଖେ, ହୋଇପାରେ ଭଗବାନ ମୋତେ ମାର୍ଗ ଦେଖାଇବେ। ରଘୁ ସେହି ସମୟରେ ଜଙ୍ଗଲକୁ ଗଲା। ନଦୀର ପାଖକୁ ଖୋଜିଲା, ପାଣି କାହିଁକି ଆସୁନି। ଦୀର୍ଘ ସମୟ ଖୋଜିବା ବେଳେ ସେ ଦେଖିଲା ଏକ ବଡ଼ ପଥର ଅଛି। ନଦୀର ପାଣି ରାସ୍ତାକୁ ଅଟକାଇ ଦେଇଛି। ଏହା ଦେଖି ରଘୁ ବୁଝିଗଲା, ଏହି ପଥର ପାଇଁ ନଦୀ ପାଣି ରାଜ୍ୟକୁ ପହଞ୍ଚି ପାରୁନି। ସେ ଗାଁର ଲୋକମାନଙ୍କୁ ଡାକି ଆଣିଲା। ସମସ୍ତେ ମିଶି ବହୁତ କଷ୍ଟରେ ସେହି ପଥରକୁ ହଟାଇ ଦେଲେ। ହଠାତ୍ ନଦୀର ପାଣି ବହିବାକୁ ଲାଗିଲା ଓ ରାଜ୍ୟ ପୁଣି ସବୁଜ ହୋଇଗଲା। ଏହି ଖବର ରାଜାଙ୍କ ପାଖକୁ ପହଞ୍ଚିଗଲା। ରାଜା ଶୁଣି ବହୁତ ଖୁସି ହେଲେ। ରାଜା କହିଲେ, ରଘୁ,
ତୁ କେବଳ ଭଲ ମନର ନୁହେଁ, ତୁମେ ବୁଦ୍ଧିମାନ ମଧ୍ୟ। ତୋର ଭଲ କର୍ମ ଓ ପରିଶ୍ରମ ରାଜ୍ୟକୁ ବଞ୍ଚାଇ ଦେଲା। ରାଜା ସେହି ସମୟରେ ଘୋଷଣା କଲେ, ରଘୁ ରାଜ୍ୟର ମୁଖ୍ୟ ସହାୟକ ଭାବରେ ନିଯୁକ୍ତ କଲେ। ଏହି କଥା ଶୁଣି ରାଜମହଲରେ ଥିବା କେତେକ ଖରାପ ମନ୍ତ୍ରୀ ରଘୁକୁ ଈର୍ଷା କଲେ। ସେମାନେ ଭାବିଲେ, ଜଣେ ଗରିବ ଛୁଆ କେମିତି ଏତେ ସମ୍ମାନ ପାଇଲା। ସେମାନେ ରଘୁ ବିରୋଧରେ ଚକ୍ରାନ୍ତ କରିବାକୁ ଲାଗିଲେ। ରାଜା ରଘୁଙ୍କୁ ରାଜ୍ୟର ମୁଖ୍ୟ ସହାୟକ କରିଦେଲେ। ପରେ ତାଙ୍କ ନାମ ସମସ୍ତ ରାଜ୍ୟରେ ପ୍ରସିଦ୍ଧ ହେଲେ। ଗରିବ ଲୋକମାନେ ରଘୁକୁ ଦେଖି ଖୁସି ହେଉଥିଲେ, କାରଣ ରଘୁ ସବୁବେଳେ ସେମାନଙ୍କର ଦୁଃଖ ଶୁଣି ସାହାଯ୍ୟ କରୁଥିଲେ। ଏପଟେ ମନ୍ତ୍ରୀମାନେ ଭାବିଲେ, ଆମେ ଏତେ ବର୍ଷ ରାଜାଙ୍କୁ ସେବା କରୁଛୁ, ତଥାପି ଜଣେ ଗରିବ ଛୁଆ ଆସି ବଡ଼ ସମ୍ମାନ ପାଇଲା, ଆମେ କିଛି ବି ପାଇଲୁ ନାହିଁ। ସେମାନେ ରଘୁକୁ ବିରୁଦ୍ଧରେ ଚକ୍ରାନ୍ତ କଲେ। ଗୋଟିଏ ଦିନ ମନ୍ତ୍ରୀ ଆସି ରାଜାଙ୍କୁ କହିଲେ, ମହାରାଜ, ଆମ ରାଜ୍ୟର ଜଙ୍ଗଲରେ ଏକ ପୁରୁଣା ମନ୍ଦିର ଅଛି। ସେଠାରେ ଏକ ଦୁର୍ଲଭ ରତ୍ନ ଲୁଚିଥିବା କଥା ଶୁଣାଯାଉଛି। ଯଦି କେହି ସେଠିକି ଯାଇ ସେହି ରତ୍ନ ଆଣିପାରିବ, ଆମ ରାଜ୍ୟ ବହୁତ ଧନୀ ହୋଇଯିବ। ରାଜା ମନ୍ତ୍ରୀକୁ ପଚାରିଲେ, ତାହେଲେ ଏହି କାମ କିଏ କରିପାରିବ? ମନ୍ତ୍ରୀମାନେ ଚାଲାକରେ କହିଲେ, ମହାରାଜ, ରଘୁ ତ କରିପାରିବ, କାରଣ ସିଏ ବହୁତ ସାହସୀ ଓ ବୁଦ୍ଧିମାନ। ସେ ନିଶ୍ଚୟ ଏହି କାମ କରିପାରିବ। ରାଜା ରଘୁକୁ ଡାକିଲେ, ରଘୁ, ତୁ ଯଦି ରତ୍ନ ଆଣିପାରିବୁ, ତେବେ ଆମର ରାଜ୍ୟକୁ ବହୁତ ଉପକାର ହେବ। ରଘୁ କହିଲା, ମହାରାଜ, ମୁଁ ଚେଷ୍ଟା କରିବି। ପରଦିନ ସକାଳେ ରଘୁ ଜଙ୍ଗଲ ଦିଗକୁ ଯାତ୍ରା କଲା। ଜଙ୍ଗଲ ଦେଖିବାକୁ ବହୁତ ଘନ ଓ ଭୟଙ୍କର ଥିଲା। ରାସ୍ତାରେ ବଡ଼ ବଡ଼ ଗଛ, ଅଜଣା ଶବ୍ଦ ଆଉ କେତେକ ଜଙ୍ଗଲୀ ପଶୁ। ଏହିସବୁ ଦେଖି ରଘୁ ଭୟ କଲା ନାହିଁ। ସେ ଭଗବାନ ନାମ ଧରି ଆଗକୁ ଚାଲିଲା। କିଛି ସମୟ ପରେ ରଘୁ ଏକ ପୁରୁଣା ମନ୍ଦିର ଦେଖିଲା। ମନ୍ଦିରଟି ଭଙ୍ଗା ହୋଇଥିଲା, କିନ୍ତୁ ଭିତରେ ଆଲୋକ ଆସୁଥିଲା। ରଘୁ ଭିତରକୁ ଗଲା। ସେଠାରେ ଦେଖିଲା ଚମକୁଥିବା ରତ୍ନ ଥିଲା। ସେହି ସମୟରେ ଜଣେ ବୁଢ଼ା ସାଧୁଲୋକ ଦେଖାଦେଲେ। ସେ କହିଲେ, ପୁଅ, ଏହି ରତ୍ନ କେବଳ ସତ୍ୟ ଓ ଭଲ କର୍ମ କରୁଥିବା ଲୋକ ପାଇପାରିବ। ଯଦି ତୋର ମନ ସଫା ଅଛି, ତେବେ ଏହାକୁ ନେଇଯା। ରଘୁ କହିଲା, ମୁଁ ଏହାକୁ ନିଜ ପାଇଁ ନୁହେଁ, ରାଜ୍ୟର ଭଲ ପାଇଁ ନେଉଛି। ଏହି କଥା ଶୁଣି ସାଧୁ ଖୁସି ହେଲେ। ସେ କହିଲେ, ତୋର ଭଲ କର୍ମ ପାଇଁ ଭଗବାନ ସବୁବେଳେ ତୋ ସହିତ ରହିବେ। ରଘୁ ରତ୍ନଟିକୁ ନେଇ ରାଜମହଲକୁ ଫେରିଲା। ରାଜା ରଘୁକୁ ଦେଖି ଖୁସି ହୋଇଗଲେ, କିନ୍ତୁ ଯେମିତି ମନ୍ତ୍ରୀମାନେ ରଚିଥିଲେ ସେମିତି ଫସେଇ ପାରିଲେ ନାହିଁ। ମନ୍ତ୍ରୀମାନେ ଆଉ ଏକ ନୂଆ ଚକ୍ରାନ୍ତ କରିବାକୁ ଚେଷ୍ଟା କଲେ। ରଘୁ ଆଣିଥିବା ଜଙ୍ଗଲରୁ ରତ୍ନ ରାଜାଙ୍କୁ ଦେଲେ। ସମସ୍ତ ରାଜ୍ୟରେ ପ୍ରଶଂସା କଲେ। ରାଜା ମଧ୍ୟ ବହୁତ ଖୁସି ହେଲେ। ରାଜା କହିଲେ, ରଘୁ, ତୋର ସାହସ ଓ ସତ୍ୟତା ଆମ ରାଜ୍ୟର ଗର୍ବ। ଏହି କଥା ଶୁଣି ମନ୍ତ୍ରୀମାନେ ରାଗିଗଲେ। ସେମାନେ ଭାବିଲେ, ଯେ ପର୍ଯ୍ୟନ୍ତ ରଘୁ ରାଜାଙ୍କ ପାଖରେ ରହିବ, ଆମେମାନେ କେବେ ବି ସମ୍ମାନ ପାଇବୁ ନାହିଁ। ଗୋଟିଏ ଦିନ ରାଜମହଲରେ ଧନର ଭଣ୍ଡାର, କିଛି ସୁନା ଓ ମୂଲ୍ୟବାନ ରତ୍ନ ହଠାତ୍ ହଜିଗଲା। ମନ୍ତ୍ରୀମାନେ ସଙ୍ଗେ ସଙ୍ଗେ ରାଜାଙ୍କୁ ଜଣାଇଲେ, ମହାରାଜ, ମହାରାଜ, ଏହି ଚୋରି କେବଳ ରଘୁ ହିଁ କରିପାରିବ। ସେ ଧନର ଭଣ୍ଡାରରେ ବହୁତ ସମୟ ରହିଥିଲା। ଏହି କଥା ଶୁଣି ରାଜା ଆଶ୍ଚର୍ଯ୍ୟ ହେଲେ। ସେ ରଘୁକୁ ଡାକି କହିଲେ, ରଘୁ, ମୋତେ କହ, ଏହି ଚୋରି ସମ୍ବନ୍ଧରେ ତୁ କିଛି ଜାଣିଛୁ କି? ରଘୁ ଶାନ୍ତ ଭାବରେ କହିଲା, ମହାରାଜ, ମୁଁ କେବେ ମଧ୍ୟ ଏମିତି କାମ କରିପାରିବି ନାହିଁ। ମୋ ଜୀବନରେ ସତ୍ୟ ଓ ଭଲ କର୍ମ ହିଁ ସବୁଠାରୁ ବଡ଼। ଏହି କଥା ଶୁଣି ରାଜା ଭାବିଲେ, ରଘୁ ତ ବହୁତ ଦିନ ଧରି ଜାଣିଛେ, ରଘୁ ଏମିତି କାମ କେବେ ବି କରିପାରିବ ନାହିଁ।
ରାଜା କହିଲେ, ମୁଁ ସତ୍ୟ ଖୋଜିବା ପର୍ଯ୍ୟନ୍ତ କାହାକୁ ଦୋଷୀ କହିବି ନାହିଁ। ରଘୁ ମନେ ମନେ ଭାବିଲା, ସତ୍ୟ ଦିନେ ନିଶ୍ଚୟ ବାହାରିବ। ରଘୁ ନିଜେ ଚୋରକୁ ଖୋଜିବାକୁ ଲାଗିଲା। ଗୋଟିଏ ଦିନ ରାତିରେ ରଘୁ ରାଜମହଲ ପାଖରେ ଲୁଚି ରହିଲା। କିଛି ସମୟ ପରେ ରଘୁ ଦେଖିଲା 2 ଜଣ ମନ୍ତ୍ରୀ ଗୋପନର ଧନ ଭଣ୍ଡାର ପାଖରେ ଯାଉଛନ୍ତି ଆଉ କହୁଛନ୍ତି, ଆମେ ଯଦି ଏହି ଧନକୁ ଲୁଚାଇ ଦେବା ଓ ଦୋଷ ରଘୁ ଉପରେ ପକାଇଦେବା, ତେବେ ସେ ରଘୁ ରାଜାଙ୍କ ନଜରରେ ପଡ଼ିଯିବ। 2 ଜଣ ମନ୍ତ୍ରୀ କଥା ହେଉଥିବା ବେଳେ ରଘୁ ସବୁ କଥା ଶୁଣିନେଲା। ପରଦିନ ସକାଳେ ରଘୁ ରାଜାଙ୍କ ସମ୍ମୁଖରେ ସବୁ କଥା କହିଦେଲା। ରାଜା ଏହି କଥା ଶୁଣି ସଙ୍ଗେ ସଙ୍ଗେ ସେହି 2 ମନ୍ତ୍ରୀକୁ ଡାକି ପଚାରିଲେ। ଶେଷରେ ସେମାନେ ଭୟରେ ସବୁ ଅପରାଧ ମାନିନେଲେ। ରାଜା ଶୁଣି ବହୁତ ରାଗିଗଲେ। ରାଜା ସେମାନଙ୍କୁ କାରାଗାରରେ ପଠାଇଦେଲେ। ରାଜା ବୁଝିଗଲେ ଯେ ରଘୁ ସତରେ ବହୁତ ଭଲ ମନର ପିଲା। ରାଜା ରଘୁକୁ ରାଜମହଲଙ୍କ ସମ୍ମୁଖରେ ସମ୍ମାନ କଲେ। ରାଜା କହିଲେ, ରଘୁ, ତୋର ଭଲ କର୍ମ ଓ ସତ୍ୟତା ଆମ ରାଜ୍ୟ ପାଇଁ ତୁମେ ଗର୍ବ। କିଛି ଦିନ ପରେ ରାଜ୍ୟରେ ଏକ ବଡ଼ ଉତ୍ସବ ହେଲା। ସେହି ଉତ୍ସବରେ ରାଜା ଘୋଷଣା କଲେ, ଆଜିଠୁ ରଘୁ ମୋ ପାଖରେ ହିଁ କାମ କରିବ, ମନ୍ତ୍ରୀ ହିସାବରେ ରହିବ। ରଘୁ ଓ ଗାଁ ଲୋକମାନେ ଶୁଣି ବହୁତ ଖୁସି ହେଲେ। ରଘୁ ନିଜ ଧନରୁ କିଛି ଅଂଶ ଗରିବ ଲୋକମାନଙ୍କୁ ଦେଲେ। ଗାଁରେ ଏକ ଛୋଟ ମନ୍ଦିର ଆଉ ଏକ ପାଠଶାଳା ମଧ୍ୟ ଖୋଲିଦେଲେ, ଯାହାକି ଗରିବ ଛୁଆମାନେ ପାଠ ପଢ଼ିପାରିବେ। ସମୟ କଟିବା ସହିତ ରଘୁ ରାଜ୍ୟର ସବୁଠାରୁ ସମ୍ମାନିତ ଲୋକ ହୋଇଗଲା। ଗୋଟିଏ ଦିନ ରାଜା ରଘୁକୁ କହିଲେ, ରଘୁ, ତୋର ଭଲ କର୍ମ ଓ ସତ୍ୟତା ଦେଖି ମୁଁ ନିଶ୍ଚୟ ଯେ ତୁ ଭବିଷ୍ୟତରେ ଏହି ରାଜ୍ୟର ପ୍ରଧାନ ନେତା ହେବୁ। ରଘୁ କହିଲା, ମହାରାଜ, ମୁଁ ସବୁବେଳେ ଲୋକମାନଙ୍କ ପାଇଁ ଭଲ କାମ ହିଁ କରିବି। ସାଙ୍ଗମାନେ, ଆମ ଭିଡ଼ିଓ ଆପଣମାନଙ୍କୁ ଯଦି ପସନ୍ଦ ଆସିଛି ତେବେ ଗୋଟିଏ ଲାଇକ୍, ସବସ୍କ୍ରାଇବ୍ କରିଦିଅନ୍ତୁ। କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣାନ୍ତୁ ଆମର କାର୍ଟୁନ୍ ଭିଡ଼ିଓ କେମିତି ଲାଗିଲା। ରହୁଛି, ନମସ୍କାର।